दीपकुण्डलं हरमचोलं दीपकुण्डलं हरमचोलं मोदकजोल लोलितं मोदकजोल लोलितं प्रभु बहु बेलु प्रतीक्षारे रहिअछि सुनिबाकु श्रीराम भारती बाल्य कालु दिव्य लीला सरंचिले राजीव लोचन सुबाहु ताड़की बोधि विश्वामित्रे अभय प्रदान पद स्पर्शे पाषाणरु अहल्या उद्धार पद धौते धन्य हेला विज्ञानी धीवर देवी स्वामी जे पाद दर्शने मुहि धाए मुहि नित्य धन्य से धीवर भाग्ये थिला बोली पाद धोइला तांकर तुमे जान देवी स्वामी निष्ठा और प्रतीक्षार फल अटई मधुर ताहाई तो सत्य स्वामी जनक नंदिनी सीता प्रतीक्षारे नित्य सेबुथिले पिनाक धनुष पति रूपे प्राप्त हेले मर्यादा पुरुष स्वामी पवित्र जुगल मन दर्शने पवित्र मन जुगल मिलन स्वामी श्लांत क्लांत राजा दशरथ ज्येष्ठ पुत्र रामचंद्रे देई राज्यभार बानप्रस्थ आचरिबे मने कले स्थिर हाँ देवी स्वामी हकराई राज परिषद गुरु ब्राह्मण सामंत गुरुजन महंत राउत परा
ଅବଶ୍ୟ ଲୋଡ଼ିଥିଲେ କାହା ଫରେ ନ୍ୟସ୍ତ ହେବ ଏ ଗୁରୁ ଦାୟିତ୍ୱ। ସର୍ବଗୁଣେ ପରିପୂର୍ଣ୍ଣ ରାଜୀବ ଲୋଚନ ଅଯୋଧ୍ୟାର ସିଂହାସନେ ଅଭିଷିକ୍ତ ହେବା ପାଇଁ ସଭାଯନ କରିଥିଲେ ସ୍ଥିର। ଏହାପରେ ହାସ୍ୟରଳେ ପ୍ରକମ୍ପିତ ହେଲା ରାଣୀ ହଂସପୁର। ସ୍ନେହମୟୀ କୈକେୟୀ ଜନନୀ ଆନନ୍ଦ ଉତ୍ସବେ ମାତିଗଲେ ଅଭିଷେକ ପାଇଁ। ଅଭିଷେକ ମହୋତ୍ସବ ସାଜସଜା ଲାଗି ସମସ୍ତ ରୀତିକାନ୍ତି ବନ୍ଦୋବସ୍ତ ପାଇଁ ସମସ୍ତ ଦାୟିତ୍ୱ ଦେଇଥିଲେ ଦାସ ଦାସୀ ପାଇଁ। ସ୍ୱାମୀ କିନ୍ତୁ 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 କ'ଣ ସ୍ୱାମୀ ଅଟକି ଗଲେ ଯେ? ନିୟତି ନିର୍ଦ୍ଦେଶ କିନ୍ତୁ ଅନ୍ୟ ଦିଗେ ଥିଲା। ନିୟତି ନିର୍ଦ୍ଦେଶ କିଛି ବୁଝିପାରିଲିନି ସ୍ୱାମୀ। ହଁ ଦେବୀ, କୁହନ୍ତୁ କୁହନ୍ତୁ ସ୍ୱାମୀ। ମୁହୂର୍ତ୍ତକ ମଧ୍ୟରେ ସବୁ କିଛି ବିପରୀତ ହେଲା। ବିପରୀତ ହେଲା ସ୍ୱାମୀ କୁହନ୍ତୁ। ମନ୍ଥରାର କୂଟଚକ୍ରେ କେକେୟ ନନ୍ଦିନୀ ରାଜାଙ୍କର ବିଶ୍ୱାସରେ ଭରିଦେଲା ବିଷ। ସ୍ନେହମୟୀ ମମତାମୟୀ ଜନନୀ ଯେ ହୋଇଗଲେ ଆମୋଧକୁର। ହେ ହେ ଭୋଳାନାଥ, ଆଶ୍ଚର୍ଯ୍ୟ ଲାଗୁଛି ଶୁଣି ତୁମ୍ଭର ଭାରତୀ। ଆଶ୍ଚର୍ଯ୍ୟ ନୁହେଁ ଗୋ ଦେବୀ, ସ୍ୱାମୀ ଯାହା ସତ୍ୟ ତାହା ମୁଁ ହିଁ କରୁଛି ପ୍ରକାଶ। ନାରୀ ମାୟା ଦେବେ ଅଗୋଚର। ଶୁଣିବ ଦେବୀ, କୁହନ୍ତୁ। ମାୟାର ବଶବର୍ତ୍ତୀ ହୋଇ ସ୍ନେହମୟୀ ପତିବ୍ରତା ନାରୀ କିପରି ନିଜର ଆରାଧ୍ୟ ପତିକୁ ଆଘାତ ଦେଇପାରେ। ସ୍ୱାମୀ କୁହନ୍ତୁ କୁହନ୍ତୁ ସ୍ୱାମୀ ତେବେ ଶୁଣ ଦେବୀ, କୁହନ୍ତୁ କୁହନ୍ତୁ ସ୍ୱାମୀ। ହେ ଶିବାନୀ କିୟବା କହିବି ମୁହିଁ ଅଘଟଣ ହେଲା ପତକ୍ଷେ ନଟିଲା। ଅଘଟଣ ହେଲା ପତକ୍ଷେ ନଟିଲା। ଦିନ କଲେ ରଘୁମଣି ହେ ଶିବାନୀ କିୟବା କହିବି ଶୁଣି। ପାଇଥିଲେ ହୋଇଥିଲେ
କଥା ମୁଁ ଶୁଣିବାକୁ ଚାହେଁ ନା ମନ୍ଥରା। ମୁଁ ବା ସେଇ ଶାନ୍ତିରେ ବସିବା ପାଇଁ କହୁଛି ଉପାୟ। ମୁଁ କଣ କହୁଛି? ହଁ, ମୁଁ ତ ଗୋଟେ ପଇଲି ନା, ମୋ କଥା କାହିଁକି ଶୁଣିବ? ମୋ କଥା ଶୁଣିବାକୁ ତମକୁ ପିତା ଲାଗୁଛି। ହେଲେ ଦେଇ, ଏ କେଇ ବେଳ ଆସିବ ଯେ ଏଇ ମନ୍ଥରା କଥାକୁ ହେଜ କରିବା? କଣ କହିଲୁ ମନ୍ଥରା? ମୁଁ ପୁଣି ତୋ କଥାକୁ ହେଜ କରିବି? ଦେଖିଲ ଭଲା, ଏଡ଼ିରେ ଅଛି। ଖାଲି କହୁଣି କି ଭଇ ଯାଉ ନା। ମାନେ କଣ ମନ୍ଥରା? ଦେଖିଲ ଭଲା, ଏଠି ଦେଇ ଏ ଛୋଟ ମୁହଁରେ ବଡ଼ କଥା लो ମା। ଏଠି ଦେଇ, ମୁଁ ବା ଖାଲି ତମ ଅନ୍ନ ଖାଉଛି ବୋଲି ଦେହ ଖାଉନାହିଁ। ଦେଇ, ତୁମେ ପରା ପ୍ରିୟବତୀ ରାଣୀ। ରାଜାକୁ ତୁମ କଥା ନ ମାନିଲେ ରାଜା କଣ ତମ କଥା ରାଜି ହେବେନି? କିନ୍ତୁ କେମିତି ମନ୍ଥରା? ରାଜାଙ୍କୁ ମୁଁ ଏତେ ବଡ଼ କଥା କହିପାରିବି? ଦେଖିଲ ଭଲା, ତମ କଥାରେ ରାଜି ହେବେ? କେମିତି ମନ୍ଥରା? ଦେଖିଲ ଭଲା, କଥାରେ ନାହିଁ, ଇଏ ମାଣ୍ଡିଆ ଯାଉ ଖାଇବ ଯିଏ ଶୌଚ କରି ନବ। ଏଠି ଦେଇ, ମନେ ପକେଇଲ ରାଜା ତମକୁ ଯୋଉ ଦୁଇ ଗୋଟି ବର ଯାଚିଥିଲେ? ହଁ, ମୋର ମନେ ଅଛି। କିନ୍ତୁ ସେ ସବୁର ଏବେ କି ପ୍ରয়োଜନ? ପ୍ରୟୋଜନ ଏଠି ଦେଇ, ପ୍ରୟୋଜନ ଅଛି ନା? ଏଠି ଶୁଣ, ହେଲେ ଦେଇ খুব সাবধান। রাজা তমে এমিতি অভিনয় করিব যে রাজা ব্যতিব্যস্ত হই তুম কথারে রাজি হয়ে যাবে। গহনা কাড়ি প্রথমে ফিঙ্গি দিও, আউ তাপরে মলিন মুখরে কান্দি কান্দি ভূমিরে শয়ন কর। রাজা এসবু কথা দেখি বুঝেইবাকু চেষ্টা করিবে। ହେଲେ ତୁମେ ବୁଝିଥାଅ ମନ୍ଥର, ତୁମେ ରାଜାକୁ ପ୍ରକାଶ କରିବ ନାହିଁ। ତାହେଲେ ଏସବୁ ଅଭିନୟର ମାନେ କଣ ମନ୍ଥରା? ଦେଖିଲ ଭଲା, কথাটা প্রকাশ কলে রাজা কোন তুম কথারে রাজি হেবে?
ତାହେଲେ ମୁଁ ଏବେ କ'ଣ କରିବି ମନ୍ଥରା? ଦେଖିଲ ଭଲା ପ୍ରଥମ ବରରେ ଭରତ ରାଜା ହେବ ଆଉ ଦ୍ୱିତୀୟ ବରରେ ରାମ ହେବ ବନବାସ। ମନ୍ଥରା ତୁ ଠିକ କହିଛୁ ମନ୍ଥରା। ଦେଖିଲ ଠିକ କହିଛୁ। ଏଇନେ, ମନ୍ଥରା, ରାଜା ବୋଧେ ଆସିଗଲେଣି। ଏଠି ଦେଇ ମୋ କଥା ଥାଉ, ଏତିକି ଥାଉ, ଏ ଭାବ ଏତିକି ଥାଉ। ଆସିଗଲେଣି, ମୁଁ ଏବେ ଆସୁଛି। ଠିକ ଅଛି ମନ୍ଥରା। ପ୍ରଥମେ ସମସ୍ତ ଅଳଙ୍କାର ଭୂମିରେ ଫିଙ୍ଗି ଦେଇ ମଳିନ ମୁଖ କରି ରତ୍ନ ପଲଙ୍କ ବିନା ଭୂମିରେ ଶୟନ କରିବି। ଏଇଆ ତ? ମୁଁ ନିଶ୍ଚୟ କରିବି ମନ୍ଥରା। ଠିକ ଅଛି, ଏଇନେ ହେଲେ ସାବଧାନ ଦେଇ, ମୁଁ ଯେମିତି କହିଲି ଠିକ ସେମିତି କରିବ। খুব সাবধান, রাজা আসিবা বেଳ ହେଇଗଲାଣି। ମୁଁ ଆସୁଛି। କଣ ରାଣୀ, ଏ ରତ୍ନ ପଲଙ୍କ ପରିବର୍ତ୍ତେ ଏ ଭୂମି ପରେ କରିଛ ଶୟନ? ବାସ କେଶ ଅଯତନ, ଏ ଅଙ୍ଗେ ନାହିଁ ଆଭୂଷଣ, ଏ ବ୍ରାହ୍ମ ମୁଖେ ନୀରବରେ କରୁଛ କ୍ରନ୍ଦନ। ଆରେ ନୀରବ କିମ୍ପାଇଁ ରାଣୀ? আরে ঘটিছে কি অঘটন কিছু? কুহ রানী, আরে ঘটিছে কি অঘটন কিছু? প্রিয়া মরা
রাজা ରାଣୀ ମୋ ସେବା ଭକ୍ତିରେ ବ୍ୟକ୍ତି ହୋଇ ତୁମେ ଦୁଇ ଗୋଟି ବର ଯାଚିଥିଲ ନା? ଆରେ ହଁ ରାଣୀ ଆରେ ତୁମ ସେବା ତୁମ ଭକ୍ତି ମୋ ପାଇଁ ଅମୂଲ୍ୟ ସ୍ୱଇଚ୍ଛାରେ ମାଗି ନିଅ ରାଣୀ ଆଜି ଭଳି ଦିନରେ ତୁମ ପାଇଁ ଅଦୟ ବୋଲି କିଛି ନ ରହିବ ରାଣୀ ଆରେ ମାଗ ମାଗ ରାଣୀ ଆରେ ଯାଚିଥିବା ବର ଦୁଇ ମୋ ପାଶରୁ ନେଇ ଏ ବେଟି ସ୍ୱରୂପ ସମର୍ପିବ ଏ ନୂତନ ରାଜାଙ୍କୁ ତେବେ ବିଳମ୍ବ କାହିଁକି ରାଣୀ ଆରେ ମାଗ ମାଗ ରାଣୀ ମାଗିବା ପୂର୍ବରୁ ସତ୍ୟ ବାକ୍ୟ କଲେ ରାଜା ପ୍ରକାଶିବି ମୋ ମନ କାମ ଆରେ ସୂର୍ଯ୍ୟବଂଶୀ ରାଜା ଦଶରଥକୁ ଆରେ ପୁଣି ସନ୍ଦେହ ମୋର ପୂର୍ବ ପୁରୁଷ ମର୍ଯ୍ୟାଦାକୁ ସମ୍ମାନ ଜଣାଇ ମୁଁ ଆଜି ପ୍ରତିଜ୍ଞା କରିଛି ରାଣୀ ଆଜି ଭଳି ଏ ପବିତ୍ର ଦିନରେ ତୁମେ ଯାହା ମାଗିବ ତାହା ମୁଁ ହିଁ ଅକୁଣ୍ଠିତେ କରିବି ପ୍ରଦାନ ଏହା ମୋର ସତ୍ୟ ସତ୍ୟ ତ୍ରିବାର ସତ୍ୟ ତେବେ ଶୁଣ ରାଜା ମାଗ ରାଣୀ ପ୍ରଥମ ବରରେ ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ ହେବ ଅଯୋଧ୍ୟା ରାଜ ସିଂହାସନରେ ଅଭିଷିକ୍ତ ହେବ ମୋ ପୁତ୍ର ଭରତ ଦ୍ୱିତୀୟ ବରରେ 14 ବର୍ଷ ଲାଗି ବନାଯିବ 14 ବର୍ଷ ଲାଗି ବନାଯିବ ରାମ ତୁମେ ସତ୍ୟ କରିଛ ରାଜା ଅନ୍ୟଥା ତୁମେ ଜଣେ ମିଥ୍ୟାବାଦୀ କୁଳକୁ କଳଙ୍କ ତୁମେ କୃତଜ୍ଞ ରାଜନ